ଲକ୍ଷ ଲକ୍ଷ ଲୋକଙ୍କୁ ବଡ଼ ଝଟକା। ମେ ପହିଲାରୁ ରାସନ କାର୍ଡ଼ ବନ୍ଦ ହେବ। ମେ ପହିଲାରୁ ବାତିଲ ହୋଇଯିବ ଆପଣଙ୍କ କାର୍ଡ଼। ସରକାରଙ୍କ ବଡ଼ ଚେତାବନୀ। ରାସନ କାର୍ଡ଼ ହେଉଛି ଭାରତୀୟ ନାଗରିକଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଡ଼। ଏହି ପରିଚୟ ପତ୍ର ମାଧ୍ୟମରେ ଦେଶର କୋଟି କୋଟି ଲୋକ ସରକାରଙ୍କଠାରୁ ମାଗଣା କିମ୍ବା ଅତି ଶସ୍ତା ଖାଦ୍ୟ ସାମଗ୍ରୀ ପାଉଥାନ୍ତି। ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ଅଛି ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସରକାରଙ୍କଠାରୁ ରାସନ କାର୍ଡ଼ ସହିତ ଏକ ବଡ଼ ଅପଡେଟ୍ ଆସିଛି। ଆସନ୍ତା ମାସରୁ ଭାରତ ସରକାର ଲକ୍ଷ ଲକ୍ଷ ରାସନ କାର୍ଡ଼ ବାତିଲ କରିପାରନ୍ତି। ଯେଉଁମାନେ 6 ମାସ କିମ୍ବା ତା'ଠାରୁ ଅଧିକ ସମୟ ପାଇଁ ରାସନ କାର୍ଡ଼ ମାଧ୍ୟମରେ ଖାଦ୍ୟଶସ୍ୟ ନେଉନାହାନ୍ତି ସେମାନଙ୍କ ରାସନ କାର୍ଡ଼ ବାତିଲ ହୋଇଯିବ। ଏହି ପରିପ୍ରେକ୍ଷିତରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିପାରନ୍ତି। ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯୋଗ୍ୟ ବ୍ୟକ୍ତିମାନେ ଯେପରିକି ଠିକ୍ ସମୟରେ ରାସନ ପାଇବେ ସେ ନେଇ ସରକାର ଚେଷ୍ଟା କରୁଛନ୍ତି। ଦେଶର ଅନେକ ଅଯୋଗ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ରାସନରୁ ଉପକୃତ ହେଉଛନ୍ତି। ଏଭଳି ଅଯୋଗ୍ୟ ରାସନ କାର୍ଡ଼ଧାରୀଙ୍କୁ ଚିହ୍ନଟ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୋନା ସମୟରୁ ଆରମ୍ଭ ହୋଇଥିଲା। କିନ୍ତୁ ଏଥିରେ ଜଣାପଡ଼ୁଛି ଯେ ଅନେକ ଆର୍ଥିକ ଦକ୍ଷ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ଯୋଜନାର ସୁଯୋଗ ନେଉଛନ୍ତି। ଏଭଳି ଅଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ସରକାର ପ୍ରସ୍ତୁତ କରୁଛନ୍ତି। ଏହିପରି ଏହି ଅଯୋଗ୍ୟ ବ୍ୟକ୍ତିମାନେ ଖୁବ୍ ଶୀଘ୍ର ଏହି ଯୋଜନାରୁ ବାଦ୍ ପଡ଼ିପାରନ୍ତି। ମାଗଣା ଗହମ ଓ ଚାଉଳ ଏବଂ ଅନ୍ୟାନ୍ୟ ଶସ୍ୟ ପ୍ରଦାନ ପାଇଁ ସରକାରଙ୍କ ପାଖରେ ଅଭିଯୋଗ ମଧ୍ୟ ରହିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ସାଧାରଣ ବଣ୍ଟନ କେନ୍ଦ୍ର ପାଇଁ ନୂତନ ନୀତି ଆପଣେଇଛନ୍ତି। ଯଦି ଏପରି ଅଭିଯୋଗ ଆସେ ଡିଲରଙ୍କ ଲାଇସେନ୍ସ ବାତିଲ ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମେ ମାସରୁ ଯୋଗ୍ୟ ଲୋକମାନେ ସହଜରେ ରାସନ ପାଇପାରିବେ। ସରକାର ସେମାନଙ୍କ ପାଇଁ ଅନେକ ସକାରାତ୍ମକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିସହ ଅଯୋଗ୍ୟଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଥିବା ଏହି ଯୋଜନାକୁ କିଛି ବରିଷ୍ଠ ସରକାରୀ କର୍ମଚାରୀ ସମୀକ୍ଷା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଯୋଜନାରେ କିଛି ତ୍ରୁଟି ଦେଖିବାକୁ ମିଳୁଛି ଯାହା ପରେ ମେ 1 ତାରିଖରୁ ରାସନ ବଣ୍ଟନ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗୁ କରାଯିବାକୁ ବିଚାର କରାଯାଉଛି। ବର୍ତ୍ତମାନ ଲୋକସଭା ନିର୍ବାଚନ ଚାଲିଛି। ଆଚରଣ ବିଧି ବଳବତ୍ତର ରହିଛି। ତେଣୁ ଘୋଷଣା କରିବା ସମ୍ଭବ ନୁହେଁ କିନ୍ତୁ ସୂତ୍ର ଅନୁଯାୟୀ ପ୍ରସ୍ତୁତି ଚାଲିଛି।